আত্মা মানে তুমি মানে আছি অন্তর খোলি মতে কর আশীর্বাদ ଆଉ ଯେପରି ଧରି ମୋହି ଏହି ପିତାଙ୍କର ଅସ୍ଥି ପୋଷଣ ଏହାକୁ କଡ଼ାଇର ଏଇ ପାଲିର ଉପରେ ଯେପରି ସେ ପାଣ୍ଡବ କୌରବଙ୍କ ମଧ୍ୟରେ କରିବି ମୁଁ ରଣର ତାଣ୍ଡବ। আরে আরে বাবা ভণজা মহামানী মান গোবিন্দ দুর্যোধন মামু আস আস ভণজা আস আরে ମୁଁ ତ ମାତ୍ର ତୋତେ ଏଇଠାରେ କରିଛି ଅପେକ୍ଷା ହ କିନ୍ତୁ ମାମୁ ମତେ ମତେ ସନ୍ଦେହ ଲାଗୁଛି ମାମୁ ଆରେ କାହିଁକି କିପରି ଏ ପଶା ଖେଳରେ ପରାସ୍ତ ହୋଇବେ ସେଇ ଚାରୋଜ ପାଣ୍ଡବେ ଭଣଜା ଆଉ କିପରି ନେବି ତାଙ୍କ ଠାରୁ ଛଡ଼ାଇ ମୁଁ ପାରୁଣା ସକଳ ଐଶ୍ୱର୍ଯ୍ୟ ଆଉ କିପରି ନେବି ତାଙ୍କ ଠାରୁ ମୋ ବହୁତ ଅପମାନର ଚରମ ପ୍ରତିଶୋଧ ସେଥିପାଇଁ ଜମା ଚିନ୍ତା କରେ ନା ଭଣଜା ଆରେ ଏଇ ଶକୁନି ମାମ ପ୍ରତି ଅରଖ ତୋର ସୁଦୃଢ ବିଶ୍ୱାସ ମାମୁ ହଁ ଦେଖିବୁ ତୁ ତ ତାହେଲେ କୁହ ମାମୁ କିପରି ଏ ପଶା ଖେଳରେ ମୋର ହୋଇବ ବିଜୟ ଭଣଜା ମାମୁ ଆରେ ନିଶ୍ଚୟ ପରା ବିଜୟର ବାଜା ତୋର ଏଉଡ଼ି ବଜଗତେ ତାହେଲେ କୁହ ମାମୁ କିପରି ଏ ପଶା ଖେଳରେ ମୋର ହୋଇବ ବିଜୟ ଭଣଜା ରେ ମାମୁ ଆରେ ବାଜିବ ରେ ବାଜିବ ଆଉ ବାଜିବ କଣ ବାଜିବ ତ ବିଜୟ ବାଜଣା ବାଜିବ ରେ ବିଜୟ ବାଜଣା ଶିରରେ ସାଜିବ ରତନ ମୁକୁଟ ସମ୍ରାଟ ହୋଇବୁ କଣ କାଠି ଗଡ଼ାଇନ ପାଣ୍ଡବ ମାନଙ୍କୁ ମୋହି କରିଦେବି କାଠି ଗଡ଼ାଇନ ପାଣ୍ଡବ ମାନଙ୍କୁ ମୋହି କରିଦେବି ହରାଇ ସକଳ ସମ୍ପଦ ବୈଭବ ପକାଇ ଦେବେ ମୁଖଣା ମାନ ଗୋବିନ୍ଦ ଆରେ ତୁମେ ଦ୍ରୌପଦୀକୁ ଧରି ବସିବ ଆପରି ସେ କରିଥିଲା ପ୍ରତାରଣା ସେଇ ଦ୍ରୌପଦୀକୁ ଧରି ବସିବୁ ଆପରି କରିଥିଲା ପ୍ରତାରଣା দেখেলি অঞ্চপতি সতী ভাসে আর তোকে অঞ্চল বাঁচিব বাঁচিব মামু জানে মুহি চির শত্রু পাণ্ডবে মোহর সেই পাণ্ডবে কিন্তু মামু কলে ফলে কৌশলে আনিবি ছড়াই ମୋ ପାରୁଣା ସକଳ ଐଶ୍ୱର୍ଯ୍ୟ ଭଲ ଭଲ ଆଉ ତାପରେ ନିର୍ବାସିତ ଦେବି ଏଇ ରାଜ୍ୟରୁ ମୋହର ଆରେ ବାବା ବାବା ତେବେ ଯାଇ ପୂର୍ଣ୍ଣ ହେବ ମୋର ମନସ୍କାମନା ଭଲ ଭଲ ভাই ভাই ବୁଝା এ দেখি পড়ছো ভাই আসুଛନ୍ତି ସେ ଜାଣୁଛ ପାଣ୍ଡବେ ଧରିଲ ସାହସ ଦେଖରେ ଭଲ ଯା କିପରି ସେ ପାଣ୍ଡବେ ପଛ ଆଗ ଆଗ ପଛ ହେଇ ଆସ ଆଉଛ ଆସ 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 ମାମୁ ସାଦର ଘେନନ୍ତୁ ପ୍ରଣିପାତ ମୋର ସାଧୁ 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 ମୋର ପ୍ରଣାମ ଗ୍ରହଣ କରନ୍ତୁ ଜ୍ୟେଷ୍ଠ ଭ୍ରାତ କଲ୍ୟାଣ ଭବ କଲ୍ୟାଣ ଭବ। ଆରେ 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 ଭଣଜ ମାନେ
ଆରେ କିଏ ତୁମ ମାନଙ୍କୁ ଅକଲ୍ୟାଣ କରୁଛି? ମାମୁଁ ଆରେ କିଏ ତୁମ ମାନଙ୍କୁ ଅକଲ୍ୟାଣ କରୁଛି ବା? ମାମୁଁ ବାବା ମାନଙ୍କ ବିନ୍ଦାରେ ମାମୁଁ ଆରେ ଆଜି କି ସୌଭାଗ୍ୟର ଦିନ। ହଁ ମାମୁଁ ଆଜି ବଡ଼ ସୌଭାଗ୍ୟର ଦିନ। ହଁ ଏକ ସ୍ଥାନେ ଏକ ମନେ ମାମୁଁ ଏ ପାଣ୍ଡବ କୌରବ ମାମୁଁ କୌରବ ମାମୁଁ ପାଣ୍ଡବ ମାମୁଁ ପୁଣି ବସିବେ ମୋର ଚୌପାଶେ। ହଁ ମାମୁଁ ଆରେ ଆମର ନଥିଲା ଭରସାରେ ବାବା। କାହିଁକି କାହିଁକି ଭରସା ନଥିଲା ମାମୁଁ? କାହିଁକି ଭରସା ନଥିଲା ହେଲେ ବାବା ମାନ ଗୋବିନ୍ଦ ମାମୁଁ? ଆରେ ମୁଁ ନିଦ୍ରିତ ମାମୁଁ ନା ଜାଗ୍ରତ, ମାମୁଁ ମୁଁ ମୃତ ମାମୁଁ ନା ଜୀବିତ। ମାମୁଁ ଆଉ ଏହା ଏହା ଆଉ ଏହା ଏହା ସବୁ ସମ୍ପୂର୍ଣ୍ଣ ମାମୁଁ ନା ବାସ୍ତବ କିରେ? ଏହା କଣ 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 କିରେ ବାବା? ମାମୁଁ ଓ ଓ ଓ ଏ ପରା ଭାଇ ଭାଇର ମଧୁର ସମ୍ପର୍କ। ଏଠି ସ୍ୱପ୍ନ ସହିତ ବାସ୍ତବର କିଛି ମୂଲ୍ୟ ନଥାଏ ମାମୁଁ। ସାଧୁ ସାଧୁ ସାଧୁ। ମାମୁଁ ହେଲେ ବାବା ଭଣଜା ଧର୍ମରାଜ ଯୁଧିଷ୍ଠିର ମାମୁଁ ଆରେ ଗୋଟେ ଫୁଲ ମାଳରେ ପରା ଅନେକ ଗୁଡାଏ ଫୁଲ ଭରି ରହିଥାଏ। ଅବଶ୍ୟ ମାମୁଁ। ହେଲେ ମାତ୍ର ପରା ତାକୁ ଧାରଣ କରିଥାଏ ଗୋଟାଏ ମାତ୍ର ସୂତା। ମାମୁଁ ମାମୁଁ ଏ ବାବା ମାନଙ୍କ ଭିନ୍ନ ମାମୁଁ ଆରେ ସେଇ ଫୁଲ ପରି କୋମଳ ସରଳ ହୃଦୟ ନେଇ ଆଚ୍ଛା ବସି ପଡ ସର୍ବେ ମୋର ଚୌପାଶେ। ମାମୁଁ ପବିତ୍ର ମନରେ ତ ଖେଳ ଆରମ୍ଭ କରିବା। କଣ କହୁଛ? ଏ ଧର୍ମରାଜ ମାନଗୋବିନ୍ଦ ମାମୁଁ ଶକୁନି ଠିକ କଥା କହୁଛନ୍ତି। ହଁ ଠିକ ଅଛି ମାମୁଁ। ତମେ ପଞ୍ଚଭ୍ରାତ ବସ ସେଇଠାରେ ଆଉ ଆମେ ମାମୁଁ ଶକୁନିକୁ ଧରି ବସିଛୁ ଏଠାରେ। ଦୁର୍ଯ୍ୟୋଧନ ଏ ଭୀମ ମାମୁଁ ଶକୁନି ସହିତ ଏ ପୋଷା ଖେଳର କୌଣସି ସମ୍ପର୍କ ନାହିଁ। ଏ ଭୀମ ମାମୁଁ ହେଉଛନ୍ତି ଆମ ସମସ୍ତଙ୍କର ମାମୁଁ। ଆରେ ମନା କରୁଛି ନା ମନା କରୁଛ? ଏ ଭୀମ ଦୁର୍ଯ୍ୟୋଧନ ଏ ମାନଗୋବିନ୍ଦ ଆରେ ଭାଇ ଭୀମସେନ ମୋର ଠିକ କଥା କହୁଛି ରେ ମାନଗୋବିନ୍ଦ। ଆଚ୍ଛା ଉଭୟ ପାଣ୍ଡବ କୌରବ କୌରବ ପାଣ୍ଡବ ଦଳର ମାମୁଁ ହେଉଛନ୍ତି ଶକୁନି। ତେଣୁ ଏ ପଶା ଖେଳରେ ମାମୁଁ ଶକୁନିକୁ ପକ୍ଷପାତ କରିବାଟା ନୁହେଁ ଉଚିତ ରେ ମାନଗୋବିନ୍ଦ। ସାଧୁ ସାଧୁ ସାଧୁ। ବାବା ଭଣଜା ମାନ ଗୋବିନ୍ଦ ଦୁର୍ଯ୍ୟୋଧନ ମାମୁଁ ଭଣଜା ଧର୍ମରାଜ ଠିକ କହିଛି। ହଁ ମାମୁଁ ଠିକ କହିଛନ୍ତି। ହେଲେ ମୁଁ କଣ କହୁଛି ଜାଣୁ? ପୁଣି ତମେ କଣ କହୁଛ ମାମୁଁ? ତୁମେ ଦୁଇ ଜଣ ଯାକ ଆମେ ହଁ ତୁମେ ତୁମେ ଆମେ କଣ କରିବୁ? ଦୁଇ ଜଣ ଯାକ ପାଲିର ଉଭୟ ପାର୍ଶ୍ୱରେ ବସିବ। ଆଚ୍ଛା ଏଇ ତାନ ଡାକିବ ଆଉ ସାର ଚାଲିବ। ହେଲେ ମାମୁଁ ଓ ତମେ କଣ କରିବ? ମୁଁ ହଁ ତମେ ଆରେ ମୁଁ ତୁମ ଦୁଇ ପକ୍ଷର ସମତା ରକ୍ଷା କରି ଆଚ୍ଛା ଖାଲି ତ ପାଲିରେ କାଠି ଗଡ଼େଇବି ଆଉ ଗଡ଼େଇବି ଆଉ। କଣ କହୁଛ? ହେ ଧର୍ମରାଜ କଣ ମାନଗୋବିନ୍ଦ ମାମୁଁ ଶକୁନି ଠିକ କଥା ହଁ କହୁଛନ୍ତି। ଠିକ ଭଲ, ଅଛି ଭଲ। ମାମୁଁ। ଆମ ଦୁଇ ପକ୍ଷର କାଠି ଘୋଡ଼ାଇବେ ମାମୁଁ ଆଚ୍ଛା ଆଉ ଆମେ କେବଳ ସାର ଚଳାଇବା। ଆଉ କାନ ଡାକିବା। ଆରେ ଆକୁ ହିଁ କହନ୍ତି ଭାଇ ଭାଇର ପ୍ରକୃତ ମିଳନ। ହଁ ମାମୁଁ ଦେଖୁନ ଦେଖୁନ ନାହିଁ କାମନରେ ହିଂସା ନାହିଁ କାମନରେ ଲେସ। ମାମୁଁ ଏଣେ ଦେଖ 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 ନାହିଁ କାମନରେ ଦୁଃଖ ମାମୁଁ ନାହିଁ କାହାର ମଧ୍ୟ କ୍ଲେଶରେ ବାବା। ଦେଖ 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 ହେଲେ ମାମୁଁ ଓ ଓ ଏ ପରା ଭାଇ ଭାଇର ଅପୂର୍ବ ମିଳନ। ଆଉ ଉତ୍ତମ ଅତି ଉତ୍ତମ। ହେଲେ ମାମୁଁ ଓ ଦେଖ ମାମୁଁ ଦେଖ ସେ ନକୁଳକୁ ଦେଖ ଦେଖୁଛି ଦେଖ ଆଉ ସହଦେବ ଅର୍ଜୁନକୁ ଦେଖ। ଦେଖୁଛି ଦେଖ ମାମୁଁ ବାବାରେ ବନ୍ଧୁ କର୍ଣ୍ଣକୁ ଦେଖ। ଆଜି ଆଜି ପରା ଭଣଜା ଅର୍ଜୁନ ମନରେ ବି ଭାରି ଖୁସି। ନାଇଁ ମାମୁଁ ଟିକେ ଦୁଃଖ ଅଛି। ଆରେ ଆରେ ଭଣଜା ଅର୍ଜୁନ ନାଇଁ ନାଇଁ ଏ ପରା ଭାଇ ଭାଇର ମଧୁର ସମ୍ପର୍କ। ମାମୁଁ ଦେଖ ଦେଖ ଭଣଜା ଭୀମସେନକୁ ଦେଖ। ମାମୁଁ ଓ ତାହେଲେ କଣ କରିବା? ଆରେ ଦେଖୁନ ଏ ଭଣଜା ଭଣଜା ବାବା ବାବା ଏଥର ବାବାରେ ଏଥର ମୁଁ କଣ ପାଲି ପକେଇ ଖେଳ ଆରମ୍ଭ କରିବି। ହଁ ମାମୁଁ ଏଥର ଆପଣ ପାଲି ପକାଇ ଖେଳ ଆରମ୍ଭ କରନ୍ତୁ ମାମୁଁ। ନା ମାମୁଁ ଆଉ ତୁଚ୍ଛା କାଠି ଗୋଡ଼ାନି ମାମୁଁ ଆଉ ଆଉ ପଣ ନ ରଖିଲେ ଏ ପଶା ଖେଳ ନହିବା ସମ୍ଭବ। କଣ ହଁ ପଣ ମାନେ ଶୁଣ ଶୁଣ
রাজ বড় মহর চিন্তা ন কর সুরধর্ম রাজ বড় মহর চিন্তা ন কর সখেরে বসি মই যদি হারে দেবী সখেরে বসি মই যদি হারে দেবী কবি রাজ দণ্ড ছত্র মোহর চিন্তা ন কর ছাড়ি জীবী রাজ ধর এতে বলো দেবী মানা ছাড়ি জীবী রাজ ধর এতে বলো দেবী মানা হাসে অন্ত চিন্তা নাহি জয়র চিন্তা ন কর সাধু সাধু মামু আরে বাবা এ বাবা ମାନୁ ଗୋବିନ୍ଦ ଦୁର୍ଯ୍ୟୋଧନ ଆରେ ତୁ ତ ରଖିଲୁ ଏଇ ଜ୍ୟେଷ୍ଠ ଭ୍ରାତାଙ୍କ ସମ୍ମାନ ହଁ ମାମୁ ହେଲେ ବାବାରେ ମାମୁ ଆରେ ବାଟ ନ ଦେଖିଥିବା ଲୋକଟା ଆଗରେ ଯିବାଟା ଠିକ ନୁହେଁ ନାଇଁ ମାମୁ ଠିକ ନୁହେଁ ତେଣୁ ତୁ ଆମର ଆଉ ଥରେ ଭଲରେ କହିଲୁ ମାମୁ ପ୍ରଥମରେ ତୋର ଦାନ କଣ ଡାକିବୁ ଆଉ ପଣ କଣ ରଖିବୁ ମାମୁ ଟିକେ କହିଲୁ ମୋର ପଣ ରହିଲା ସେଇ ହସ୍ତିନାର ରାଜ ସିଂହାସନ ଆଉ ମୋର ପ୍ରଥମ ଦାନ ପକା ମାମୁ କଣ କଚେପା ପାର ତୋର ପ୍ରଥମ ଦାନ କଚେପା ପାର ଭଣଜା ଧର୍ମରାଜ ମାମୁ ଏଥର ତମେ କହିଲ ପ୍ରଥମରେ ଦାନ କଣ ଡାକିବ ଆଉ ପଣ କଣ ରଖିବ ଟିକେ କହିଲ କହ ହେ ମାତୁଳ ହଁ এই পশা খেଳରେ ତୁମେ ହେଉଛ ଏକମାତ୍ର ମୁକ ସାକ୍ଷୀ ମୁଁ ହଁ ମାମୁ ତମେ ମାମୁ କଣ ଭାବୁଛ ମାମୁ ଆରେ ଦୁଇ ପକ୍ଷର ତ ଦୁଇ ପକ୍ଷର ଭଲ ଭଲ କହ 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 ତେଣୁ ମାନଗୋବିନ୍ଦର ମାନ ରକ୍ଷା ପାଇଁ ମୋର ପ୍ରଥମ ପଣ ରଖୁଛି ଇନ୍ଦ୍ରପ୍ରସ୍ଥ ବାରୁଣା କଟକ ସକଳ ସମ୍ପଦ ଯଦି ଏ ପଶା ଖେଳରେ ମୁଁ ହାରିଯାଏ ମାମୁ ଯଦି ଏ ପଶା ଖେଳରେ ମୁଁ ହାରିଯାଏ ଆରେ ନା ନା ହାରି ଯା ରାଜ ଧନ ସମର୍ପଣ କରି ଦୁର୍ଯ୍ୟୋଧନ କରେ ଯିବି ଦୀର୍ଘ 12 ବର୍ଷ ବନବାସ ଆଉ 1 ବର୍ଷ ଅଜ୍ଞାନ୍ତର ବାସ ଯଦି କେବେ କାହାର ମୁଁ ହୋଇବି ଗୋଚର ପୁଣି ଯିବି ଦୀର୍ଘ 12 ବର୍ଷ ବନବାସ ଆଉ ତୋର ପ୍ରଥମ ଦାନ କଣ କହିଲୁ ପ୍ରଥମ ଦାନ କହ କହ ଦାନ ହଁ ମାମୁ ମୋର ପ୍ରଥମ ଦାନ ହେଉଛି ପଞ୍ଚୁଆତି ଭଣଜା ଧର୍ମରାଜ ମାମୁ ତୁମର ପ୍ରଥମ ଦାନ ପଞ୍ଚୁଆତି ମାମୁ ଭଲ 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 ଏ ବାବା ମାନ ଗୋବିନ୍ଦ ମାମୁ ଆରେ ମୁଁ କଣ କହୁଛି ଜାଣୁ ପୁଣି ତମେ କଣ କହୁଛ ମାମୁ ପ୍ରଥମେ ଏଇ ବଡ ଭାଇ ଧର୍ମରାଜଙ୍କ ଦାନର କାଠି ପାଲି ପରେ ଆଗ ଗଡୁ ତାପରେ ତୋର ଠିକ ଅଛି ମାମୁ ଠିକ ଅଛି ହଁ ପ୍ରଥମେ ଧର୍ମରାଜଙ୍କ କାଠି ଗଡୁ ଗଡୁ ଆଉ ତାପରେ ମୋ କାଠି ଗଡୁ ଗଡିବ ଗଡେଇ ଦିଅ ମାମୁ ଗଡେଇ ଦିଅ ଏଥର ତାହେଲେ ସମସ୍ତେ ନିଜ ନିଜ ଜାଗାରେ ବସି ହଁ ଠିକ ଅଛି ମାମୁ ଠିକ ଅଛି ବସ ଭଣଜା ଧର୍ମରାଜ ମାମୁ ମୁଁ ପାଲି ପକଉଛି ହଁ ମାମୁ ଆପଣ ତମେ ପାଲି ଟିକେ ପକାନ୍ତୁ। 5 ଭାଇ ଯାକ ଆଉ ଉଚ୍ଚସ୍ୱରରେ ତୁମ ଦାନ ଡାକ ଠିକ ଅଛି ମାମୁ ଠିକ ଅଛି ଆପଣ ପାଲି ପକାନ୍ତୁ ମାମୁ ରହିଚାଲେ ଭୀମସେନ ରହିଚାଲେ ଭଣଜା ଧର୍ମରାଜ ମାମୁ ପାଲି ପଡିଗଲା ଠିକ ଅଛି ମୁଁ ଏଥର ମୋ ଭାଇ ମାନ ଧରି ମୋର ଡାଡ ନକୁଛି ମାମୁ ଟିକେ ଉଚ୍ଚସ୍ୱର ଠିକ ଅଛି ମାମୁ ଡାକ ଭାଇରେ ଭୀମସେନ ଭାଇରେ ଅର୍ଜୁନ
ଭାଇ ମୋର ନକୁଳ ସହଦେବ ତାଙ୍କର ଭାଇମାନେ ଆମର ପ୍ରଥମ ଦଳଟା ହେଉଛି ପଞ୍ଚୁଆତି 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 ସମସ୍ତେ ଡାକନ୍ତୁ ଥରେ ତାଙ୍କ ଆମର ପ୍ରଥମ ଦଳ ପଞ୍ଚୁଆତି। ଅକାନ୍ତୁ ମାମୁଁ ପଡ଼ିବ ପଡ଼ିବ ଆମର ପ୍ରଥମ ଦାନ ପଞ୍ଚୁଆତି ପଞ୍ଚୁଆତି ପଞ୍ଚୁଆତି। ସମସ୍ତେ ଭଣଜା ଅର୍ଜୁନ মামুঁ মামুঁ এ কଣ হচ্ছে মামুଁ এ কଣ হচ্ছে? আরে 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 ভণজা ভীমসেন এ ভণজা দুঃশাসন আরে ইয়ে কোন আরে খেল আরম্ভ ন হউ এমিতি না 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 মামুଁ ଓ ମାମୁଁ ଇଏ କ'ଣ ମାମୁଁ ଭାଇ ଭାଇର ମଧୁର ସମ୍ପର୍କ କୁହନ୍ତୁ ମାମୁଁ କୁହନ୍ତୁ ସେଠି ମୁଁ କୁହନ୍ତୁ ଚୁପା ବସି ତାଙ୍କର ଡାକିବ କୁହ ମାମୁଁ କୁହ ଏ ଭୀମ ମୁଁ ଦାନ ଡାକୁଛି ଆବେ ଡାକ କାଲିର ପାଖରେ ବସିକି ଡାକ। ଆବେ ଦାନ ଡାକ ଆବେ ବସିକି ଡାକ। নাই নাই ভণজা অর্জুন দান পঞ্চুয়াতি দান পঞ্চুয়াতি দান পঞ্চুয়াতি আরে তুষা ଭାଇ এ তুষা ভাই আরে ধর্মরাজଙ୍କର ପ୍ରଥମ ଦାନ କଣ ପଡିଛି? ଭାଇ ଧର୍ମରାଜଙ୍କର ପ୍ରଥମ ଦାନଟା ପଡ଼ିଲା ନାହିଁ আরে ভণজা দুঃশাসন ধর্মরাজঙ্কর প্রথম দান ପଡ଼ିଲା ନାହିଁ ମାମୁଁ ମାମୁଁ ভণজারে ପକା ମାମୁଁ ମୋର ପ୍ରଥମ ଦାନ ପକା କଚେ ପାର পড়িব পড়িব ପକା ମାମୁଁ ପକା। ভণজা দুঃশাসন ମାମୁଁ জামাতা জয়দ্রথ বাবা মহারথী কর্ণ এথর তম ହଁ ମାମୁଁ ଟିକେ ଉଚ୍ଚସ୍ୱର ঠকান্ত মামু আমার প্রথম দান কচ্ছে পপার কচ্ছে পপার কচ্ছে পপার সমস্ত বস দান করছে প্রভার করছে প্রভার করছে প্রভার আরে তুষা এ তুষা ভাই। আরে আমার প্রথম দান কଣ পଡିଛି? পড়িছি ভাই পড়িছি আরে কଣ পଡିଛି? আমার প্রথম দানটা পড়িছি কচ্ছে পপার বান্দর কপট পোশাক এই পাইবনিয়া পোশাক ভাই কাহাକୁ বিশ্বাস କରୁଛ ভাই এই দুঃখর ভুজঙ্গটা তবে কারো বিশ্বাসী নুহে ভাই মা মতরে পোশাক খেলটা এইটি বন্ধ করি চরচ ভীম আরে পোশাক খেল হব এই পারিবনি পোশাক খেল হব এই পারিবনি পোশাক খেল হব পারিবনি ধর্মরাজ এই মূর্খ ভীমসেনକୁ ବୁଝାନ୍ତୁ ବୁଝାନ୍ତୁ এই মূর্খ ভীমসেনକୁ ବୁଝାନ୍ତୁ ତାକୁ ବୁଝାନ୍ତୁ ତାକୁ। ରହିଦାରେ ଭାଇ ଭୀମସେନ ରହିଯା ଭାଇ ମୋର ଭାଗ୍ୟକୁ ଭୋଗ କରିବା ହେଉଛି ବିଧିଙ୍କ ନିର୍ଦ୍ଦେଶର ଭୀମସେନ ଆଉ ଯୁଦ୍ଧକୁ ଡରିବା ବୀର ହେଉଛି ଯୁଦ୍ଧକୁ ଡରିବା ବୀର ହେଉଛି ଭୀରୁ ସଙ୍ଗେ ହିଁ ସମାନ। ତୁମେ ଠିକ କହିଛ ଭଣଜା ଧର୍ମରାଜ ଯୁଦ୍ଧକୁ ଡରିବା ବୀର ବୀରୁ ସଙ୍ଗେ ହିଁ ସମାନ। ତାହେଲେ ଭଣଜା ଧର୍ମରାଜ ମାମୁଁ ଏଥର ତମେ କହିଲ ଦ୍ୱିତୀୟରେ ଦାନ କଣ ଡାକିବ ଆପଣ କଣ ରଖିବ ଟିକେ କହିଲ କହ। ମାମୁଁ ଓ ଇନ୍ଦ୍ରପ୍ରସ୍ଥ ସକଳ ସମ୍ପଦ ଚାଲିଗଲେ ମଧ୍ୟ ଆରେ ବାବା ସେ ତ ସବୁ ଗଲାଣି ଅଛନ୍ତି ମୋର ନିକଟେ ଯମ ସମ ଚତୁର୍ଭ୍ରାତ ମୋର ବାଜି ରଖୁଛି ଏ ପୋଷା ଖେଳରେ
যম সম চতুর্ভ্রাত মোর। যদি এ পশা খেলার মু হারি যায় মামু, যদি এ পশা খেলার মু হারি যায়, যম সম চতুর্ভ্রাত দুর্যোধন পাশে করিবে দাসত্ব স্বীকার। আমার দ্বিতীয় দানব, କୁହ 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 দ্বিতীয় দানব, হ্যাঁ মামু মোর দ্বিতীয় দানব পকা মামু 10/11। ଭଣଜା ଧର୍ମରାଜରେ ତୋର ଦ୍ୱିତୀୟ ଦାନ 10/11। ଭଲ ଭଲ ଭଲ। ବାବା ମାନ ଗୋବିନ୍ଦ, ମାମୁ ଏଥର ତୁ ଆମର କହ ହଁ ମାମୁ ଦ୍ୱିତୀୟରେ ଦାନ କଣ ଡାକିବୁ ଆଉ ପଣ କଣ ରଖିବୁ ମାମୁ ଟିକେ କହିଲୁ। ମୋର ପଣ ରହିଲା ସେଇ ହସ୍ତିନାର ରାଜ ସିଂହାସନ। ଭଲ ଆଉ। ଆମର ଦ୍ୱିତୀୟ ଦାନ ପକା ମାମୁ କଣ 15। ତୋର ଦ୍ୱିତୀୟ ଦାନ 15। ଭଲ ଭଲ। ହେଲେ ବାବା ମାନ ଗୋବିନ୍ଦ, ମାମୁ ଆରେ ପୁଣି ଥରେ ଏଇ ଜ୍ୟେଷ୍ଠ ବ୍ରତ ଧର୍ମରାଜଙ୍କ ଦ୍ୱିତୀୟ ଦାନର କାଠି ଆଉ ଥରେ ପାଲି ପରେ ଆଗ ଗଡୁ, ମାମୁ ତାପରେ ତୋର ଆଉ। ଠିକ ଅଛି ମାମୁ ଠିକ ଅଛି। ହଁ ପ୍ରଥମେ ଧର୍ମରାଜଙ୍କ କାଠି ଗଡୁ ଗଡୁ ଆଉ ତାପରେ ମୋ କାଠି ଗଡୁ ଗଡିବ। କରେଇ ଦିଅ ମାମୁ କରେଇ ଦିଅ। ଏଥର ତାହେଲେ ସମସ୍ତେ ନିଜ ନିଜ ଜାଗାରେ ବସି ପଡ। ଠିକ ଅଛି ମାମୁ ଠିକ ଅଛି। ଭଣଜା ଧର୍ମରାଜ, ମାମୁ ଏଇଟା ଦ୍ୱିତୀୟ ଦାନ। ଟିକେ ଉଚ୍ଚ ସ୍ୱରରେ ଡାକ। ଡାକିଲ ଟିକେ ଉଚ୍ଚ ସ୍ୱରରେ ଡାକ ଡାକ। ଡାକରେ ଭାଇ ମାନେ, ଆମର ଦ୍ୱିତୀୟ ଦାନ ହେଉଛି 10/11 10/11 10/11। ଡାକ ସମସ୍ତେ ଉଚ୍ଚ ସ୍ୱରରେ ଡାକ ସମସ୍ତେ। ଅକାନ୍ତ ମାମୁ ଆମର ଦ୍ୱିତୀୟ ଦାନ 10/11 10/11 10/11। ଦାନ 10/11 10/11 10/11। ଆରେ ତୁଷା ଏ ତୁଷା, ଆରେ ଧର୍ମରାଜଙ୍କର ଦ୍ୱିତୀୟ ଦାନ କଣ ପଡିଛି? ଭାଇ ଧର୍ମରାଜଙ୍କର ଦ୍ୱିତୀୟ ଦାନଟା ମଧ୍ୟ ପଡ଼ିଲା ନାହିଁ। ଆରେ ଭଣଜା ଦୁଃଶାସନ, ଧର୍ମରାଜଙ୍କର ଦ୍ୱିତୀୟ ଦାନ ପଡ଼ିଲା ନାହିଁ। ମାମୁ ଏଠିକି ଆସ ଏଠିକି ଆସ। ମାମୁ ପକା ମାମୁ ପଡିବ ମୋର ଦ୍ୱିତୀୟ ଦାନ ପକା 15। ପଡିବରେ ବାବା। ପକା ମାମୁ ପକା। ଭଣଜା ଦୁଃଶାସନ, ଏଥର ତମ ପାଇଁ ହଁ ମାମୁ ଟିକେ ଉଚ୍ଚ ସ୍ୱର। ଅକାନ୍ତ ମାମୁ ଆମର ଦ୍ୱିତୀୟ ଦାନ 15 15 15। ଦାନ 15 ଦାନ 15 ଦାନ 15। ଆରେ ତୁଷା ଏ ତୁଷା, ଆରେ ଆମର ଦ୍ୱିତୀୟ ଦାନ କଣ ପଡିଛି? ପଡ଼ିଛି ଭାଇ ପଡ଼ିଛି। ଆରେ କଣ ପଡିଛି? ଆମର ଦ୍ୱିତୀୟ ଦାନଟା ପଡ଼ିଛି 15। ରକ ରକରେ ଧର୍ମନ ଦନ ରକ ରକରେ ଧର୍ମନ ଦନ ଆଉ କି ପାପଣ ଅଛି ଟାଣ ରକ ରକରେ ଧର୍ମନ ଦନ। ରକ ରକରେ ଧର୍ମନ ଦନ ରକ ରକରେ ଧର୍ମନ ଦନ ଆଉ କି ପାପଣ ଅଛି ଟାଣ ରକ ରକରେ ଧର୍ମନ ଦନ। ରାଜ ଧନ ସବୁ ହରାଇଲ ଚାରି ଭାଇକୁ ତୁ ବିକି ଦେଲ। ରାଜ ଧନ ସବୁ ହରାଇଲ ଚାରି ଭାଇକୁ ତୁ ବିକି ଦେଲ।
তোর রহিছি না চমকুটা ওর ইলাহি তু সম্রাটা নাম ধর্ম আত্মচার রখ রক্ষরে ধর্ম দল ଅଛି ଅଛି ରେ ମାନ ଗୋବିନ୍ଦ ସକଳ ସମ୍ପଦ ଇନ୍ଦ୍ରପ୍ରସ୍ଥ ଯମ ସମ ଚତୁର୍ଭାତ ଚାଲିଗଲେ ମଧ୍ୟ ଶେଷରେ ଅଛି ରେ ମାନ ଗୋବିନ୍ଦ ଶେଷରେ ରହିଛି ମୋ ପ୍ରାଣ ପ୍ରିୟା ଦ୍ରୌପଦୀ ସତ୍ୟ ଧର୍ମକୁ ସାକ୍ଷୀ ରଖି ଏ ଧର୍ମରାଜ ଆଜି ବାଜି ରଖୁଛି ଏ ପଇସା ଖେଳରେ ମୋ ପ୍ରାଣ ପ୍ରିୟା ମାନିନୀ ଦ୍ରୌପଦୀ ଆଉ ଶେଷ ଦାନ ପକାନ୍ତୁ ମାମୁଁ ମୋର ମୋ ଶେଷ ଦାନ 6, 4, 10 ଭଣଜା ଧର୍ମରାଜ ତୁମର ଶେଷ ଦାନ 6, 4, 10 ତମେ ଆଉ କିଛି ଚିନ୍ତା କର ନା ଭଣଜା ତୁମେ ଆଉ କିଛି ଚିନ୍ତା କର ନା ହେଲେ ମାମୁଁ ମୋର ସକଳ ସ୍ୱର୍ଗ ଇନ୍ଦ୍ରପ୍ରସ୍ଥ ଯମ ସମ ଚତୁର୍ଭାତ ସବୁ ଚାଲିଗଲେ ମାମୁଁ ଆରେ ବାବା କିଛି ନ ହରେଇଲେ କିଛି ଲାଭ ମିଳି ନଥାଏ ବାବା କିନ୍ତୁ ମାମୁଁ ଏଇ ଶେଷ ଦାନଟା ପର ମୋର ନିଶ୍ଚିତ ପଡ଼ିବ ତ ମାମୁଁ ପଡ଼ିବରେ ବାବା ତୋର ଶେଷ ଦାନ ନିଶ୍ଚୟ ପଡ଼ିବ ଯେମିତି ହେଲେ ମୋ ଶେଷ ଦାନ ପକାନ୍ତୁ ଆରେ ମାମୁଁ ମୁଁ ସେନା ପରା କହୁଛି ନିଶ୍ଚୟ ତୋର ଶେଷ ଦାନ ପଡ଼ିବ 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 ମାମୁଁ ମାମୁଁ ଆଉ ମୋ ଦାନ ବାବା ମାନ ଗୋବିନ୍ଦରେ ମାମୁଁ ଆରେ ଦାନ ପରା 18 6, 4, 10 ମାମୁଁ ତାହେଲେ ତ ଏଇ ଶକୁନି ଖାଲି ଆମଡ଼ିବ ତନି ଶନି ଶନି ଏ ବାବା ମାନ ଗୋବିନ୍ଦ ମାମୁଁ ଆରେ ମୁଁ କଣ କହୁଛି ଜାଣୁ ପୁଣି ତମେ କଣ କହୁଛ ମାମୁଁ ଦେଖୁନୁ କଣ ଦେଖିବି ମାମୁଁ କଣ ଦେଖିବି ତ ବଡ ଭାଇ ଧର୍ମରାଜକୁ ଦେଖ ତାର ଲତକ ନେତ୍ରରୁ ଲତକ ପୋଛି ଦେବ ପାଇଁ ଆରେ ଶେଷ ଦାନର କାଠି ଆଉ ଥରେ ପାଲି ଉପରେ ଆଗ ଗଡୁ ମାମୁଁ ତାପରେ ତୋର ଠିକ ଅଛି ମାମୁଁ ଠିକ ଅଛି ହଁ। ପ୍ରଥମେ ଧର୍ମରାଜଙ୍କ କାଠି ଗଡୁ 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 ଆଉ ତାପରେ ମୋ କାଠି ଗଡୁ ଗଡିବ ଗଡିବ ଗଡେଇ ଦିଅ ମାମୁଁ ଗଡେଇ ଦିଅ ଏଥର ତାହେଲେ ସମସ୍ତେ ନିଜ ନିଜ ଜାଗାରେ ବସି ପଡ ଠିକ ଅଛି ମାମୁଁ ଠିକ ଅଛି ବସ ବସ ଭଣଜା ଧର୍ମରାଜ ମାମୁଁ ଆରେ ଏଇଟା ଶେଷ ଦାନ ଆଉ ମନରେ ଚିନ୍ତା ଭାବନା ନ ରଖି ଟିକେ 5 ଭାଇ ଯାକ ଉଚ୍ଚ ସ୍ୱର ଉଚ୍ଚ କଣ୍ଠେ ତୁମ ଶେଷ ଦାନ ଡାକ ସମସ୍ତେ ଡାକ ଡାକରେ ଭାଇ ମାନେ ଆମର ଶେଷ ଦାନ ହେଉଛି 6, 4, 10 ଡାକ ସମସ୍ତେ ନିଶ୍ଚୟ ହୃଦୟ ଉଚ୍ଚ ସ୍ୱର ସମସ୍ତେ ଡାକ ଆମର ଶେଷ ଦାନ ଡାକ ଭାଇ ମାନେ ଡାକ ସମସ୍ତେ ପକାନ୍ତୁ ମାମୁଁ ପଡ଼ିବାର ପିଲେ ଆମର ଶେଷ ଦାନ କେତେ 6, 4, 10 ପଡ଼ିବନି 6, 4, 10 ଭଣଜା ଅର୍ଜୁନ ଦାନ 6, 4, 10 6, 4, 10 6, 4, 10
ତୁଷା ଆରେ ଧର୍ମରାଜଙ୍କର ଶେଷ ସ୍ଥାନ କଣ ପଡିଛି? ଭାଇ ଧର୍ମରାଜଙ୍କର ଶେଷ ଦାନଟା ମଧ୍ୟ ପଡ଼ିଲା ନାହିଁ। ଆରେ ଭଣଜା ଦୁଃଶାସନ ତାହେଲେ କଣ ଏଇ ବଡ ଭଣଜା ଧର୍ମରାଜର ଭାଗ୍ୟଟା ପଥର ତଳେ ଚାପି ହେଇଗଲା। ମାମୁ ମାମୁ ପକା ମାମୁ ମୋର ଶେଷ ସ୍ଥାନ ପକା 18। ପଡିବରେ ବାବା ପଡିବ। ହେଲେ ମାମୁ ଏଇଟା ମୋର ଶେଷ ଦାନ ଟିକେ ମାପି ଚୁପିକି ପକେଇ ପଡିବ ପଡିବ। ପକା ମାମୁ ମୋ ଶେଷ ଦାନ ପକା 18 18 18। ଏ ବାବା ଭଣଜା ଦୁଃଶାସନ ମାମୁ এইটা ତମର ଶେଷ ଦାନ। ହଁ ମାମୁ ଟିକେ ଉଚ୍ଚ ସ୍ୱରରେ ପକାନ୍ତୁ ମାମୁ ଆମର ଶେଷ ଦାନ 18 18 18। ସମସ୍ତ ବସ ମାମୁ ମାମୁ କଣ କହୁଛ? ମାମୁ ମାମୁ ଅଲ এইটা মামু শেষ দান আর দানটা হচ্ছে মামু 18। ପଡିବ ତ? পকা মামু আমার শেষ দান পকা 18 18 18। ଦାନ 18 ଦାନ 18 ଦାନ 18। আরে তুষা এ তুষা হেলে তুষা আরে আমার শেষ দান কোন পড়িছে? পড়িছি ভাই পড়িছি আরে কোন পড়িছে? আমার শেষ দানটা পড়িছি 18। ବାବା ଭଣଜା ମାନ ଗୋବିନ୍ଦ ଦୁର୍ଯ୍ୟୋଧନ মামু ଏଥରରେ ଭଣଜା এথর ଆରେ ଏଥର ଏଇ ସକଳ ଐଶ୍ୱର୍ଯ୍ୟ বড় ঐশ্বর্য ତୋହରି ଆୟତ। ভাই ଆରେ ଭଣଜା ଏଇ ସକଳ ଐଶ୍ୱର୍ଯ୍ୟ ତୋହରି ଆୟତ। তুষা ভাই যার পাণ্ডবে আজি হইলে পরাস্ত। আরে যা দুঃশাসন ভাই ইন্দ্রপ্রস্থ স্তন অনসা দ্রৌপদী নারী। আরে যা দুঃশাসন ইন্দ্রপ্রস্থ স্তন অনসা দ্রৌপদী নারী। আরে লক্ষ্মী রাজা গলা লাখ বিন্দাপনা অপমানর কাহানি মোর চলুছি হৃদয় মোর চলুছি হৃদয় তাকে ধরিল মামলা পথরে মোর চলুছি হৃদয়। আউছি মো ভাই চিন্তা করো নাহি ধরি আনিবি তাকে তো। যাউছি মো ভাই চিন্তা করো নাহি ধরি আনিবি তাকে তো। এই পঞ্চপতি সতী কিপরি যুবতী দেখিবা তাহার দেশ আশা পুরিব মোর। তুমি ক্ষণ হে অপেক্ষা কর আশা পুরিব মোর। ভাই 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 একল বসা খেল একল ভাই ভাইর মধুর সম্পর্ক পাঞ্চালীর কেশ ধরিব সে পাপিষ্ট দোষ আমি কোন যেমন সম পঞ্চভ্রাত মৃত নাই ভাই না চরচ ভীমা ধরছ চর
ଚାରଚ ଭୀମ ମାରୁତ ଗୋଧାରେ ଅଗ୍ନି ଦେନି କହୁଛି ଆମେ କଣ କରିବୁ ତୁ ଧ୍ୱଂସ କରିଦେବି ଧର সোনার হস্তে চারচ ভীম জয়দ্রথ ভাই ধর্মরাজ মথারু সেই কিরতিটা ওল্হাই দিও জয় জয়দ্রথ আসরে চারচ পান্তবে দাস হই সেবা করিব মহরঞ্জন আরে পাণ্ডব হরাইল সর্ব চিন্তা কর মনে মনে আরে পাণ্ডব হরাইল সর্ব চিন্তা কর মনে মনে হই মন চরণ সেবিবা কলক পুত্র বিধানে আস চাহি চকিবা আস চাহি চকিবা আস হাত দরবার চিবারে আস চাহি চকিবা ভাই 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 सब कौन होइगला भाई एशिया भाई चार सुगाल निकटर होइले परास्त सामर्थ दुशासन द्रौपदीर केश धरी आनिब धारिया गुरु समास्तरे मु तुम पाद धरुची भाई आदेश साधु साधु धन मंद उड़ाई देवी गगन मार्ग रही जा रे अर्जुन सत्य धर्म को साक्षी रखी बाची रखी दिल्ली ए पोसा खेल रे बारुणा इंद्रप्रस्थ सकल संपद
ଆଉ ଜମ ସମ ଶତ୍ରୁ ଭ୍ରାତା ମୋର। ଅର୍ଜୁନ ରେ ଭାଇ ହରାଇ ଦେଇଥିବା ସଙ୍କଳ ସମ୍ପଦ ପରେ ହରାଇ ଦେଇଥିବା ସକଳ ସମ୍ପଦ ପରେ ଆମର ଆଉ କି ଅଧିକାର ଅଛି ରେ ଅର୍ଜୁନ? ଆମର ଆଉ କି ଅଧିକାର ଅଛି? ଉଚ୍ଚ ସ୍ୱରରେ କଥା କହିବାର, ଉଚ୍ଚ ସ୍ୱରରେ କଥା କହିବାର ନାଇଁ ଆମର ସତ୍ସାହସ ସେଇ କୌରବଙ୍କ ବିପକ୍ଷରେ। ଆରେ ବନ୍ଧା ପରା ସର୍ବେ ଦାସତ୍ୱ ଶୃଙ୍ଖଳେ। ଭାଇ ରେ ଅର୍ଜୁନ ମୋର ଭାଇ, ଭାଇ ନକୁଳ ସହଦେବ। ଆରେ ଅଭିଶାପ ଦିଅ ମତେ, ଦିଅ ମତେ ମନ ଖୋଲି ଅଭିଶାପ। ଯୋଉ ଅଭିଶାପ ଜ୍ୱାଳାରେ ଜଳି ଯାଉ ଏ ଧର୍ମରାଜ ଧରଣୀ ବକ୍ଷରେ, ଜଳି ଯାଉ ଏ ଧର୍ମରାଜ ଧରଣୀ ବକ୍ଷରେ। ତୁମରି ମନ କନିଚ୍ଛା ସତ୍ୟରେ ଭାଇ, ତୁମରି ମନ କନିଚ୍ଛା ସତ୍ୱେ ଆସିଥିଲି ସୁଦୂର ବାରୁଣା କଟକରୁ ହସ୍ତିନା କଟକ। ଭାଇ ଭାଇ ମଧ୍ୟରେ ଖେଳି ଆନନ୍ଦର ଖେଳ, ଭାଇ ଭାଇ ମଧ୍ୟରେ ଖେଳି ଆନନ୍ଦର ଖେଳ ରଖିବା ପାଇଁ ଚିରଦିନ ସୁଦୃଢ଼ ସମ୍ପର୍କ। ହେଲେ କପଟ ପଶା ଖେଳରେ ଆସି ହରାଇ ଦେଲି ବାରୁଣା ଇନ୍ଦ୍ରପ୍ରସ୍ଥ ସକଳ ସମ୍ପଦ। ସମ ସମ ଶତ୍ରୁ ଭ୍ରାତା ମୋର। ତଥାପି ମୋର ଶୋଚନା ନଥିଲା ରେ ଅର୍ଜୁନ, ତଥାପି ମୋର ଶୋଚନା ନଥିଲା। ହେଲେ ମୃମୁଡ଼ାମତି କରି ହେଇ ଅଜ୍ଞାନ ବାଜି ରଖିଦେଲି ଏ ପୋଷା ଖେଳେ। ମୋ ପ୍ରାଣ ପ୍ରିୟା ଦ୍ରୌପଦୀ ଦିଅ ଭାଇ ମାନେ ମତେ ମନ ଖୋଲି ଅଭିଶାପ ଦିଅ। ଦିଅ ଭାଇ ମାନେ ମତେ ମନ ଖୋଲି ଅଭିଶାପ ଦିଅ। ଦିଅ ଭାଇ ମାନେ ମନ ଖୋଲି ମତେ ଅଭିଶାପ ଦିଅ। ହେ ନାରାୟଣ, କାହିଁ କେତେ ଦୂରେ ବସି ଦେଖୁଛ ପାଣ୍ଡବ? ତମେ ପରା ପାଣ୍ଡବ ମାନଙ୍କର ସୁଖ ଦୁଃଖର ସାଥୀ। ଦେଖି ଯାଅ ଠାକୁରେ, ଆଜି ସତ୍ୟ ଧର୍ମ ପଥର ପଥିକ ହୋଇ ପାଣ୍ଡବ ମାନେ କେମିତି ସର୍ବଶକ୍ତିର ଅଧିକାରୀ ହୋଇ ମଧ୍ୟ ସମସ୍ତେ ଆଜି ସ୍ତବ୍ଧ ହୋଇଯାଇଛନ୍ତି। ଡାକ ଭାଇ ମାନେ, ମନ ପ୍ରାଣ ଦେଇ ଡାକ ସେଇ ପ୍ରଭୁ ନାରାୟଣଙ୍କୁ।
ଦେଖିବ ରେ ଭାଇ ନିଶ୍ଚୟ ପ୍ରଭୁ ନାରାୟଣ ବୈକୁଣ୍ଠପୁରରୁ ଓହ୍ଲାଇ ରଖିବେ ପାଣ୍ଡବ ମାନଙ୍କର ପ୍ରାଣ। ଭାଇ ମାନେ ସମସ୍ତେ ଡାକ ସେହି ପ୍ରଭୁ ନାରାୟଣ। নারায়ণ কিতে আউ ডাকিবু হে নারায়ণ কিতে আউ ডাকিবু হে নারায়ণ কিতে আউ ডাকিবু হে নারায়ণ কিতে আউ ডাকিবু কেতে করুণা বিনতি করিবু কেতে করুণা বিনতি করিবু কেতে আউ ডাকিবু प्रभु हे प्रभु सरी गला मोर सुखर सकाळ सर्वसहारिलु खेली पसा खेळ केमिति सहुच देखि एक सण केमिति सहुच देखि एक सण दर्शन ते पाई बुहे नारायण केते आउ डाकिबु
সর্বনাশ প্রভু হে প্রভু সর্বনাশ সর্বসহারিলে পর চতুর্ভ্রান্ত আসহে দেবতা কর মতে রক্ষা আসহে দেবতা কর মতে রক্ষা দ্রৌপদী মা নরখি মুহে নারায়ণ যেতে আউ ডাকিবু ভাই ভাই মোর নকুଳ ସହଦେବ ଡାକରେ ଭାଇ ମାନେ ନିଃସ୍ୱ ହୃଦୟ ଉଚ୍ଚ ସ୍ୱରେ ଡାକ ସେଇ ପ୍ରଭୁ ବୈକୁଣ୍ଠ ବିହାରୀ ଶ୍ରୀକୃଷ୍ଣ ମୁରାରୀ ଡାକ ଭାଇ ମାନେ ସମସ୍ତେ ଡାକ ସମସ୍ତେ ମନ ପ୍ରାଣ ଦେଇ ଡାକ ସେଇ ପ୍ରଭୁ ବୈକୁଣ୍ଠ ବିହାରୀ ପ୍ରଭୁ ଶ୍ରୀକୃଷ୍ଣ ମୁରାରୀ হরে মুরারে মধু কৈঠ বারে গোবিন্দ গোপাল মুকুন্দ সৌরে Did